नमस्कार जय जगन्नाथ जय गुरु ମୁଁ ଦେବରାଜ ୱେଲକମ୍ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଦେବରାଜ ଲାଇଫ୍ ଭିଜନ୍। ଦେବିନି ମାନେ ଦେବିନି ଜମା ଦେବିନି। ଆପଣମାନେ କେମିତି ଅଛନ୍ତି? ମୁଁ ତ ଭଲରେ ଅଛି। ଆଶା କରୁଛି ଠାକୁରଙ୍କର ଆପଣମାନେ ଭଲରେ ଥିବେ। ଭଗବାନ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆସନ୍ତୁ ଯିବା ଗୋଟେ ନୂଆ ବ୍ଲଗ୍କୁ। ଆଜିର ନୂଆ ବ୍ଲଗ୍ରେ କୁଆଡ଼େ ଯିବା? ଗୋଟେ ବିଶେଷ ସତ୍ସଙ୍ଗ ଯିବା। ଯେଉଁ ବିଶେଷ ସତ୍ସଙ୍ଗରେ ଦେଖିବା ଆମର ଶ୍ରଦ୍ଧେୟ ରିତେଶ ଭାଇଙ୍କର ବହୁତ ସୁନ୍ଦର ଯାଜନ। ଆପଣମାନେ କେମିତି କ'ଣ ଲାଗୁଛି ନିଶ୍ଚୟ କମେଣ୍ଟ କରିତେ ଜଣାଇବେ। ଆଉ ଡେରି କରିବାନି, ଆସନ୍ତୁ ଯିବା ଦେଖିବା ଶ୍ରଦ୍ଧେୟ ରିତେଶ ଭାଇଙ୍କର ବହୁତ ସୁନ୍ଦର ଯାଜନ। ଆସନ୍ତୁ। ଠାକୁର ଯେ କଥା କହିବାର ମୋର କୌଣସି ଯୋଗ୍ୟତା ଦକ୍ଷତା ହୋଇନାହିଁ। ସ୍ୱୟଂ ସେ ପରମ ପିତାଙ୍କ କଥା ସିଏ ହିଁ କୁହନ୍ତି। ନା ସତ୍ସଙ୍ଗରୁ ଶୁଣିଛି, ନା ସ୍ୱୟଂ ବ୍ରହ୍ମାଙ୍କ ଚତୁର୍ମୁଖରେ ମଧ୍ୟ ସେ ଏଇ ଯେ ପରମ ପୁରୁଷଙ୍କ କଥା ବର୍ଣ୍ଣନା କରିପାରନ୍ତି ନାହିଁ। ତ ମୁଁ ଯାହା କହିବି ସିଏ ହିଁ କହିବେ, ଆଉ ଯାହା ଭୁଲ ତ୍ରୁଟି ହେବ ତାହା ସମ୍ପୂର୍ଣ୍ଣ ମୋ ନିଜସ୍ୱ। ଅଳ୍ପ ଗୋଟେ ଘଟଣାରୁ ନେଇ କଥାଟିକୁ ଆରମ୍ଭ କରୁଛି। ଆଜି ଆମେ ଦେଖୁ ଯେ ମନୁଷ୍ୟମାନେ ପ୍ରତ୍ୟେକ ଚାହାନ୍ତି ଜୀବନରେ ବଞ୍ଚିବା ସୁଖରେ, ସମୃଦ୍ଧରେ, ଆନନ୍ଦରେ, ଉଲ୍ଲାସରେ। କିନ୍ତୁ ଏଇ ଯେ ବଞ୍ଚିବାର ଇଚ୍ଛା ମନୁଷ୍ୟର ଥାଏ, କିନ୍ତୁ ଯଦି ଆଜି ଆମେ ସମାଜରେ ଦେଖିବା ଆର ଚିତ୍ର ସମ୍ପୂର୍ଣ୍ଣ ବିପରୀତ ଦେଖିବାକୁ ଆମେ ପାଉ। ଯେ ଆଜି ଆମେ ସଂସାରରେ ଦେଖୁ ଯେ ମନୁଷ୍ୟ ଜୀବନରେ ଅନେକ ଦୁଃଖ କଷ୍ଟ ମଧ୍ୟ ଦେଇ ସେ ଗତି କରେ, ସେ ଅନେକ କାର୍ଯ୍ୟ କରେ। ଆଜି ଯଦି ଆପଣ ଦେଖିବେ ଗୋଟେ ପରିବାର ଭିତରେ ବାପା ଅନେକ ଖଟି ସେ ଟଙ୍କା ରୋଜଗାର କରେ, କାରଣ ସେ ଭାବେ ଅର୍ଥ ହିଁ ସବୁ କିଛି, ଆଉ ଏଇ ଅର୍ଥ ମୁଁ ମୋ ପରିବାର ପାଇଁ କମଉଛି। ସେଇ ଖଟିବା ମଧ୍ୟ ଦେଇ ସେ ଅନେକ ଖଟେ ପରିଶ୍ରମ କରେ। ପୁଣି ଦେଖେ ନା ଏହା କରିବା ମଧ୍ୟ ଦେଇ ତା ସ୍ତ୍ରୀ ତା କଥା ଶୁଣୁନି। ତାଙ୍କର ଯୋଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ, ସେ ସମ୍ପର୍କ ନାହିଁ। ଯୋଉ ବାପା ପୁଅ କି ବାପା ଝିଅ ଭିତରେ ସମ୍ପର୍କ, ସେ ଯୋଉ ବଣ୍ଡିଂ ତାହା ନାହିଁ। ପୁଣି ଯେତେବେଳେ ସ୍ତ୍ରୀ ଦେଖେ ସେ ଦିନ ସାରା ଘର କାମ କରେ, ସେବା ଶୁଶ୍ରୂଷା ଏହା କରିବା ମଧ୍ୟ ଦେଇ ସେ ଯାହା ଆଶା କରେ ସେ ବି ତାହା ପାଏ ନାହିଁ। ପୁଣି ପିଲା କହେ ମୋର ଯାହା ଦୁଃଖ କିଏ ସେ ବୁଝିବ? ନା ସ୍କୁଲରେ ସାର୍ ବୁଝିଲେ, ନା ମୋର କୋ ସାଙ୍ଗସାଥୀ ବୁଝିଲା, ନା ବାପା ବୁଝିଲେ, ନା ମା ବୁଝିଲେ, ମୋ ଦୁଃଖ ବୁଝିବା କେହି ନେଇ। ଆଜି ପ୍ରତ୍ୟେକଟି ଲୋକ ଏଇ ଭିଡ ଭିତରେ ଏକୁଟିଆ, ସେ ଏକୁଟିଆ ହିଁ ବଞ୍ଚେ। ଭାବେ ଯେ ତାର ଦୁଃଖର କିଛି ନାହିଁ। ସେ ଜାଣିପାରେ ନା ଯେ ଜୀବନର ତାର କେଉଁ ଯୋଉ ଛିଦ୍ର ଦେଇ ଏଇ ଦୁଃଖ ତା ଜୀବନରେ ପଶି ଚାଲିଛି, ଆଉ ଆର ନିରାକରଣ କଣ ସେ ଜାଣେ ନା। ସେ କେବଳ ଏହା ଭାବୁଥାଏ କେହି ନାହିଁ ଯେ ଦୁଃଖର ନିରାକରଣ କରିପାରେ। କିନ୍ତୁ ଆମେ ସବୁ ସୌଭାଗ୍ୟବାନ, ଯେତେବେଳେ ସତ୍ସଙ୍ଗର ଆଶ୍ରୟ ଗ୍ରହଣ କଲେ, ସତ୍ସଙ୍ଗରେ ଆସିଲେ, ଅନେକ ଆଲୋଚନା ଭିତରେ ଦେଇ ଜାଣିବାକୁ ପାଇଲେ ମନୁଷ୍ୟ ଯାହା କିଛି ଦୁଃଖ କଷ୍ଟ ଭୋଗ କରେ ସବୁ ତାର ସେଇ ଚାଲି ଚଳନୀରୁ ଆସେ। ଆଉ ମଣିଷ ଜାଣେ ନା ଜୀବନରେ ଚାଲିବାକୁ କିପରି ହୁଏ, ଚଳିବାକୁ କିପରି ହୁଏ। ସେ ଜାଣେ ନା ଭଲ କଣ, ସେ ଜାଣେ ନା ମନ୍ଦ କଣ, କେଉଁଟା ଠିକ କେଉଁଟା ଭୁଲ ସେ ଜାଣେ ନା। ସେ ତା ବୃତ୍ତି ପ୍ରବୃତ୍ତିରେ ପରିଚାଳିତ ହେଇ ଅନେକ କିଛି କରି ବସେ। ତେଣୁ ଠାକୁରଙ୍କ ବାଣୀ ଅଛି ଯେ ଜୀବନରେ ଯାହାର ଆଦର୍ଶ ନାହିଁ, ଭଲ ମନ୍ଦ ସେ ଜାଣିବ କାହିଁ। ତ ଏଇଠୁ ଜଣା ପଡିଲା ନା ଯଦି ଏଇ ଭଲ ମନ୍ଦ ଜାଣିବାକୁ ଅଛି, ଏଇ ଯୋଉ ସୁଖ ଶାନ୍ତି ଉନ୍ନତିର ରାସ୍ତା ଆମକୁ ଜଣା ନାହିଁ, ଆଉ ଜାଣିବାକୁ ହେଲେ ଜୀବନରେ ଆଦର୍ଶର ପ୍ରୟୋଜନୀୟତା ଅଛି। ତ ସେଦିନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ନା ତୁମ ମୋ ଭିତରେ କିଛି ଫରକ ନାହିଁ। ତୁମର ଅନେକ ଅତୀତ ବିତି ଯାଇଛି, ମୋର ମଧ୍ୟ ଅନେକ ଅତୀତ ବିତି ଯାଇଛି, କିନ୍ତୁ ତଫାତଟା ଏଇଆ ଯେ ତୁମେ ଯାହା ଅତୀତରେ ଘଟି ଯାଇଛି ତାହା ଜାଣିନା, ମୁଁ ତାହା ଜାଣିଛି। ମୋର ସ୍ମୃତିବାହୀ ଚେତନାରେ ସେ ସମସ୍ତ ଜିନିଷ ରହିଛି। ନା କଣ ସେ କହୁଛନ୍ତି? ସଦ୍ଗୁରୁ ହିଁ ହେଉଛନ୍ତି ସେ ବେତା ପୁରୁଷ, ଯିଏ ସ୍ମୃତିବାହୀ ଚେତନା ସମ୍ପନ୍ନ ବ୍ୟକ୍ତି, ଯାହାଙ୍କ ପାଖରେ ଜୀବନର ସମସ୍ତ ରହସ୍ୟ ଯାହାଙ୍କ ହାତରେ କରତାଳରେ ଅଛି। ସେ ତାଙ୍କୁ ଧରିଲେ ବା ତାଙ୍କୁ ଧ୍ୟାନ କଲେ, ତାଙ୍କ ସଙ୍ଗ କଲେ, ତାଙ୍କ ଅନୁସରଣ କଲେ ତାଙ୍କ କଥା ଗୁଡିକୁ, ତାଙ୍କର ଯାହା ଯାହା ଇଚ୍ଛା ତାକୁ ନେଇ
चलिले तांकु ही नाम करिबा तांकर ही भजन करिबा तांकु अनुसरण करिबा सेवा करिबा आउ तांकर ही जाजन करिबा एही मध्य देई जदि तुमे निष्ठार सह लागि जे चलो ताहाले जे तांकर जो सब जिनिस अछि ताहा तुम पाखरे अजाणतरे केतेले आसी जीव तुमे ताहार परिकल्पना करि परिबो नाही आउ या द्वारा तुमको भाबिबा को हेबो नाही जे तुमे कोन चाह तुमर जहा चाहिबा से सब हेई ताठु मध्य अधिका होई जीवो जहा जहा तुमर दरकार जतिकी ताठु भी बहुत जहा तुमे पाइबा सेतिकी पाइ जीवो जहा तुम पई अछि तो एई जे कथा आदर्शर से दिन आमर देशर गोटे जनाशुना वैज्ञानिक बोटानिस्ट उद्भिद वैज्ञानी प्राणकृष्ण परिजा जेतेबेले श्री श्री ठाकुर को पाखक जाइछंती सेतेबेले एई गुरु को धरिबा एई निर्भरता ऊपर कथा चलीछि ना निर्भर न होले को मनुष्य चले ना तो ठाकुर सेठी कहिछंती ना मनुष्यटा रो जो सुरत होछि सर्वदा निर्भरशील तुमे जदि गोटे छोट कोष भी देख आउ सूर्य मंडल पर्यंत प्रत्येक जिनस प्रत्येक उपरे निर्भरशील कोष निर्भरता सेल्स उपरे तापरे जदि सूर्य मंडल देख सूर्य पाखे दे चारिपटे ग्रह नक्षत्र घुरुचंती तारे से कहउचंती ना आपण केबे हाट को जाइछंती प्राणकृष्ण परिजन को पचारचंती श्री श्री ठाकुर ना से को आज्ञा ह जाइछि हाट रो सौदा पत्र किनिचंती आज्ञा ह किनिछि से कहंती आपण जानंती केमिति ना जेते टंका आपण देइछंती सेतिकी परिमाणर जिनिस बा सेतिकी जिनिस आपण पाइले तो ये कहउचंती ना तांक दुकान रे पाखरे एबे तो वेट मशीन पळे आसलेनी आगुर गोटे निकिति थाए तो से निकिति रे माप करा हुए तो से कहउचंती आमे देखु से निकिति गोटे थाए सेपटे एपटे बटकार रखे जतिके ओजन रो एपटे सेही जिंस रखे जतिके ओजन रो दीटा जाक जेतेबेले समान हुए सेतेबेले आमे जानु जे सठिक परिमाण हला आणे ठाकुर को समान हुए बोली केमिति जानो ना ये कहू ठाकुर कहउचंती ने ये कहउचंती जो प्राणकृष्ण परिचय कहउचंती ना गोटे ऊपर एमिति कंटाटे थाए तळर गोटे कंटा एमिति मूवमेंट करथाय जेतेबेले से दीटा पैरेलली पळे आसे तो आमे जानू ना ठीक हे गला तो सेतिकी बेले से जिंसटार ठीक जानू तो ठाकुर को ठीक जीवन रे सिपरी एक कांस्टेंट कंटा रहबा दरकार जे सद्गुरु को विधान एई जो सद्गुरु को विधान अनुशासनवाद जहां को दे आमे मापी परिबा ए जीवन रे आमे केते सेई कांस्टेंट कंटा आम जीवन रो जहा चलणी सत असत ताकू नै आमर एई जो जीवन रो कंटाटा को सब वृत्ति प्रवृत्ति को निरोध करी ता सह जेतेले पैरेलली करि दिया जाए सेतेबेले तांकर सहित कनेक्ट करि दिया जाए सेतेबेले एई जो दुख रूपक छिद्र गुडी को बंद हे जिवो जाद्वारा एई जो दुख गुडी का मनुष्य जानि पारे ना केउ पटु आसुची कोन ए सब बंद हे जिवो आ मनुष्य तार जो सुख शांति उल्लास आनंद चाहे ताहा से पाई परिबो एई जे जुगे जुगे से अवतार नियंती ना सेई जो तांकर सेई निजर आचरण मध्य दे एई प्राण कंटा दे जिवे जहां को नै आमे आम कंटा को सुधारी आम जीवन रे जहा प्राप्य ताहा पाई परिबा किंतु आमे आजी एई कंटा को ही हरई हताश होई बसछु एति कहि मो वक्तव्य सेंड करबी जय गुरु आज ब्लॉग तुम देखिले कि श्रद्धा रीति समय बहुत सुंदर जादन और विशेष सत्संग रे आपन केमत लगिला निश्चय कमेंट कर जाने पुणी देखा गोटे नया ब्लॉग रहुची आपन देवराज नमस्कार जय जगन्नाथ जय गुरु।